ଦେଖ ତନ୍ତୁରୁ ବସ୍ତ୍ର ହେଲା ଉଭୟ ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁରୁ ଆମର କଣ କରାଯାଏ ପିଲାମାନେ ନା ବସ୍ତ୍ର ପ୍ରସ୍ତୁତ କରାଯାଏ ଏବଂ ଏହି ତନ୍ତୁ ଉଦ୍ଭିଦର ବିଭିନ୍ନ ଅଂଶରୁ ଓ ପ୍ରାଣୀମାନଙ୍କର ଠାରୁ ଉପଲବ୍ଧ ହୋଇଥାଏ। ତ ଆମକୁ କଣ ହୋଇଥାଏ ତନ୍ତୁ ଗୁଡ଼ିକ କୋଉଠାରୁ ମିଳିଥାଏ ନା ଉଦ୍ଭିଦର ବିଭିନ୍ନ ଅଂଶରୁ ଯେମିତି କାହାର ଫୁଳରୁ କାହାର ଫଳରୁ ଏମିତି ଠାରୁ ମିଳିଥାଏ ଏବଂ ପ୍ରାଣୀମାନଙ୍କ ଠାରୁ ବି ଉପଲବ୍ଧ ହୋଇଥାଏ ଯେମିତି ମେଣ୍ଢାର ଲୋମରୁ ଚମରି ଗାଈର ଲୋମରୁ ଏଇ ସବୁ ଜାଗାରୁ ଆମକୁ ଏ ତନ୍ତୁ ମିଳିଥାଏ। ବୁଝି ହେଲା? ତ ଏଠାରେ ଦେଇଛି ଦେଖ ମେଣ୍ଢା ଛେଲି ଚମରି ଗାଈ ଓ ଅନ୍ୟ କେତେକ ପଶୁ ଯେମିତିକି ଓଟ ଲାମା ଆଲପାକା ହେଲା ଏମାନେ ବି ଗୋଟେ ଗୋଟେ ପ୍ରକାର ଆମର କଣ ଯୋଉ ପ୍ରାଣୀ ଅଟନ୍ତି। ଲାମା ବି ଗୋଟେ ପ୍ରକାର ପ୍ରାଣୀ ତମେ ଗୁଗୁଲ ରେ ସର୍ଚ୍ଚ କରିକି ଦେଖିପାରିବ। ଏମାନଙ୍କ ଲୋମରୁ ବି ଆମର କଣ ମିଳିଥାଏ ପିଲାମାନେ ଆମକୁ ପଶମ ମିଳିଥାଏ। କଣ ମିଳିଥାଏ ପଶମ କାହା କାହା ଠାରୁ ମିଳୁଛି ପିଲାମାନେ ମେଣ୍ଢା ଛେଳି ଚମରି ଗାଈ ଏବଂ ଓଟ ଲାମା ଆଲପାକା ଏମାନଙ୍କ ଲୋମରୁ ଆମକୁ କଣ ମିଳୁଛି ନା ପଶମ ମିଳୁଛି। ବୁଝି ହେଲା? ତ ମେଣ୍ଢା ଶରୀରରେ ଦୁଇ ପ୍ରକାର ଲୋମ ଥାଏ ଯଥା ମୋଟା ଲୋମ ଓ ନରମ ଚର୍ମ ଲୋମ ଏବଂ ଏ ନରମ ଓ ପତଳା ଲୋମରୁ ପଶମ ତନ୍ତୁ ମିଳେ। ଏଇ ଯୋଉ ନରମ ଆଉ ପତଳା ଲୋମ ରହିଲା ମେଣ୍ଢାର ଏଥିରୁ କଣ ମିଳେ ପିଲାମାନେ ପଶମ ମିଳେ ଏବଂ ଆଜିକାଲି ଉନ୍ନତ ମାନର ନରମ ଲୋମ ଥିବା ମେଣ୍ଢା ସୃଷ୍ଟି କରାଯାଇ ପାରୁଛି। ଆଜିକାଲି କଣ କରାଯାଇ ପାରୁଛି ଆଗରେ ସେତିକି ଫେସିଲିଟି ନଥିଲା। ଆଜିକାଲି ଯୋଉ ମେଣ୍ଢା ଆମର ବିଭିନ୍ନ ପ୍ରକାର ସାଇଣ୍ଟିଫିକ ମେଥଡ ଅଛି ପିଲାମାନେ ବୈଜ୍ଞାନିକ ପଦ୍ଧତି ଦ୍ଵାରା ସେମିତି ମେଣ୍ଢା ବି ତିଆରି କରାଯାଇ ପାରୁଛି ଯେଉଁମାନଙ୍କର ଲୋମ କଣ ହେବ ନରମ ରହିବ ଏବଂ ଉନ୍ନତ ମାନର ରହିବ। ବୁଝି ହେଲା? ଏହି ପ୍ରକ୍ରିୟାକୁ କଣ କୁହାଯାଏ ନା ଏହି ପ୍ରକ୍ରିୟାକୁ ମନୋନୀତ ପ୍ରଜନନ କୁହାଯାଏ। ଯେଉଁ ପ୍ରକ୍ରିୟାରେ ତମର ଉନ୍ନତ ମାନର ନରମ ଲୋମ ଥିବା ମେଣ୍ଢା ସୃଷ୍ଟି କରାଯାଉଛି ସେହି ପ୍ରକ୍ରିୟାକୁ ପିଲାମାନେ କଣ କୁହାଯାଏ ନା ମନୋନୀତ ପ୍ରଜନନ ବୋଲି କୁହାଯାଏ। ବୁଝି ହେଲା? ଦେଖ କାଶ୍ମୀର ଛେଳିର ଲୋମ ବହୁତ ନରମ ଏଥିରୁ ତିଆରି ଶାଲକୁ ପଶ୍ମିନା ଶାଲ କୁହାଯାଏ। ଦେଖ କୋଶ୍ଚିନ୍ ଆସିବ ତମର କଣ ଯେ ପଶ୍ମିନା ଶାଲ କେଉଁ ମେଣ୍ଢା ଲୋମ କେଉଁ ଛେଳିର ଲୋମରୁ ପ୍ରସ୍ତୁତ ହୋଇଥାଏ। ତମେ ଲେଖିପାରିବ କଣ କାଶ୍ମୀର ଛେଳିର ଲୋମ। ବୁଝି ହେଲା? ମନେ ରଖ କାଶ୍ମୀର ଛେଳିର ଲୋମ ବହୁତ ନରମ ଏବଂ ଏଥିରୁ ତିଆରି ଶାଲକୁ ଆମର କଣ କୁହାଯାଏ ପଶ୍ମିନା ଶାଲ କୁହାଯାଏ। ବୁଝି ହେଲା? ଦେଖ ଜାମ୍ମୁ କାଶ୍ମୀରରେ ମିଳୁଥିବା ଅଙ୍ଗରା ପଶମ ଅଙ୍ଗରା ଛେଳି ଲୋମରୁ ଆମର ତିଆରି ହୋଇଥାଏ। ଏଇ ପଏଣ୍ଟ ଗୁଡିକ ମନେ ରଖ ପିଲାମାନେ ହେଲା। ଅଙ୍ଗରା ପଶମ କେଉଁ ତମର ଯୋଉ ଛେଳିରୁ ପ୍ରସ୍ତୁତ ହୋଇଥାଏ ବୋଲି ପଚାରିବ ତମେ ଲେଖିବ କଣ ଜାମ୍ମୁ କାଶ୍ମୀରରେ ମିଳୁଥିବା ଛେଳିରୁ ହେଲା ଛେଳି ଲୋମରୁ ବା ତମକୁ ପଚାରିବ ଜାମ୍ମୁ କାଶ୍ମୀରରେ ମିଳୁଥିବା ଛେଳି ଲୋମରୁ କେଉଁ ପଶମ ପ୍ରସ୍ତୁତ ହୁଏ ତମେ ଲେଖିପାରିବ ଅଙ୍ଗରା ପଶମ। ବୁଝି ହେଲା? ଦେଖ ପଶମ ପାଇବା ପାଇଁ ମୁଖ୍ୟତଃ ମେଣ୍ଢା ପାଳନ କରାଯାଇଥାଏ ଏବଂ ହିମାଳୟର ପାର୍ବତ୍ୟ ଅଞ୍ଚଳ ଯଥା ଲଦାଖ ଅଞ୍ଚଳରେ ଚମରି ଗାଈ ଲୋମରୁ ଓ ଦକ୍ଷିଣ ଆଫ୍ରିକାରେ ଲାମା ଓ ଆଲପାକା ଲୋମରୁ ମଧ୍ୟ ପଶମ ମିଳେ। ମନେ ରଖ କେଉଁଠାରେ ଲଦାଖ ଅଞ୍ଚଳରେ ଚମରି ଗାଈ ଲୋମରୁ ଏବଂ ଦକ୍ଷିଣ ଆଫ୍ରିକାରେ ପିଲାମାନେ ଲାମା ଓ ଆଲପାକା ଲୋମରୁ ଆମର କଣ ମିଳେ ପଶମ ମିଳେ। ବୁଝି ହେଲା? ଏଠି କିଛି ଜାତିର ନାମ ଦେଇଛି ଏବଂ ପଶମ ପ୍ରକାର ଏବଂ କେଉଁ କେଉଁ ରାଜ୍ୟରେ ମିଳେ ସେଇଟା ଦେଇଛି। ଦେଖ ଯେମିତି ଲୋହି ହେଲା ଏମାନଙ୍କ ଠାରୁ କଣ ମିଳେ ଉନ୍ନତ ମାନର ପଶମ ଏବଂ ଏଟା କୋଉଠାରେ ଦେଖାଯାନ୍ତି ମାନେ ରାଜସ୍ଥାନ ଓ ପଞ୍ଜାବରେ। ତାପରେ ପିଲାମାନେ ରାମପୁର ବସିର ଏଇଟା କଣ ମାଟିଆ ଲୋମ ଏମାନଙ୍କ ଠାରୁ ମିଳେ ଏବଂ ଏମାନେ କୋଉଠାରେ ଦେଖାଯାନ୍ତି ନା ଉତ୍ତରପ୍ରଦେଶ ଆଉ ହିମାଚଳ ପ୍ରଦେଶରେ। ତାପରେ ପିଲାମାନେ ନାଲି ନାଲି ହେଲା ଏଇଟା କୋଉଠାରେ ମିଳେ ଏଠାରେ କୋଉ ପଶମ ମିଳେ ନା ଗାଲିଚା ପଶମ ଏବଂ ଏମାନେ ରାଜସ୍ଥାନ ପଞ୍ଜାବ ଆଉ ହରିୟାଣାରେ ଏମାନଙ୍କର ରହିଛନ୍ତି। ବୁଝି ହେଲା? ତାପରେ ରହିଲା ବାଖରୱାଲ ଏଇଟା ଶାଳ ପଶମ ଏଇଟା କୋଉଠାରୁ ମିଳେ ପିଲାମାନେ ଜାମ୍ମୁ ଓ କାଶ୍ମୀର। ବୁଝି ହେଲା? ତାପରେ ମାରବାରୀ ଏଇଟା ମୋଟା ପଶମ ପିଲାମାନେ ଏବଂ ଏଇଟା ଗୁଜରାଟରେ ମିଳେ। ତାପରେ ପତନାବ ଦାବି ମୋଜା ଏଇଟା କୋଉଠାରୁ ଗେଞ୍ଜି ଇତ୍ୟାଦିର ଯୋଉ ପଶମ ରହିଲା ଏଇଟା ତମର କୋଉଠାରେ ମିଳେ ଗୁଜରାଟରେ। ବୁଝି ହେଲା? ଦେଖ ଲୋମରୁ ପଶମ ପ୍ରସ୍ତୁତି
ବିଭିନ୍ନ ସୋପାନ ମଧ୍ୟ ଦେଇ ମେଣ୍ଢା ଲୋମରୁ ପଶମ ଉତ୍ପାଦନ କରାଯାଏ ଓ ସେଥିରୁ ଶୀତ ପୋଷାକ ଏବଂ ଚଦର ବୁଣାଯାଏ। ଦେଖ ଏଠାରେ ଯୋଉ ଜାତିର ନାମ ରହିଲା ଏଟା ମେଣ୍ଢାର ବିଭିନ୍ନ ଜାତି ଅଟନ୍ତି। ବୁଝିହେଲା? ତ ପିଲାମାନେ କଣ କହିଲା ଆମର ବିଭିନ୍ନ ସୋପାନ ମଧ୍ୟ ଦେଇ ମେଣ୍ଢା ଲୋମରୁ ପଶମ ଉତ୍ପାଦନ କରାଯାଏ ଓ ସେଥିରୁ ଶୀତ ପୋଷାକ ଏବଂ ଚଦର ବୁଣାଯାଏ। ବୁଝିହେଲା? ଆମ ଦେଶର ବହୁ ଲୋକ ପଶମ ଶିଳ୍ପରେ କାର୍ଯ୍ୟ କରି ଜୀବିକା ନିର୍ବାହ କରିଥାନ୍ତି ଏବଂ ଏହି କାର୍ଯ୍ୟରତ କର୍ମଚାରୀମାନେ ଆନ୍ଥ୍ରାକ୍ସ ନାମକ ବୀଜାଣୁ ଦ୍ୱାରା ଆକ୍ରାନ୍ତ ହେବାର ବହୁ ସମ୍ଭାବନା ଥାଏ। ଏହି ବୀଜାଣୁ ଗୁରୁତର ଗୁରୁତର ରକ୍ତଜନିତ ରୋଗର କାରଣ। ଦେଖ ଆମ ଦେଶରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପଶମ ଶିଳ୍ପରେ କାର୍ଯ୍ୟ କରି ତାଙ୍କର ଜୀବିକା ନିର୍ବାହ କରୁଛନ୍ତି। ତ ସେଠାରେ ଯୋଉ କାର୍ଯ୍ୟରତ କର୍ମଚାରୀମାନେ ଅଛନ୍ତି ପିଲାମାନେ ସେମାନେ ଆନ୍ଥ୍ରାକ୍ସ ନାମକ ବୀଜାଣୁ ଦ୍ୱାରା ଆକ୍ରାନ୍ତ ହେବାର ବହୁତ ସମ୍ଭାବନା ଥାଏ। ଏଇ ଯୋଉ ଆନ୍ଥ୍ରାକ୍ସ ରୋଗ ବା ଏଇ ବୀଜାଣୁ ମାନଙ୍କ ଦ୍ୱାରା କଣ ହୁଏ ନା ଗୁରୁତର ରକ୍ତଜନିତ ରୋଗ ହୋଇଥାଏ। ରକ୍ତଜନିତ ମାନେ ରକ୍ତର ବିଭିନ୍ନ ରୋଗ ହୋଇଥାଏ। ବୁଝିହେଲା? ଦେଖ ପଶମ ଉତ୍ପାଦନ ନିମନ୍ତେ ମେଣ୍ଢା ପାଲନ କ୍ଷେତ୍ରରେ ଚୀନ ପ୍ରଥମ, ଅଷ୍ଟ୍ରେଲିଆ ଦ୍ୱିତୀୟ ଏବଂ ଭାରତର ସ୍ଥାନ ତୃତୀୟ। ବୁଝିହେଲା ଯେ ଆମର ପଶମ ଉତ୍ପାଦନରେ ମେଣ୍ଢା ଆମର ପାଲନ କ୍ଷେତ୍ରରେ କିଏ ସର୍ବପ୍ରଥମେ ଅଛି? ଚୀନ, ଦ୍ୱିତୀୟରେ ଅଷ୍ଟ୍ରେଲିଆ ଏବଂ ତୃତୀୟରେ ଭାରତ ରହିଛି। ବୁଝିହେଲା? ନ୍ୟୁଜିଲାଣ୍ଡର ମେଣ୍ଢା ଲୋମରୁ ସବୁଠାରୁ ଉନ୍ନତ ମାନର ପଶମ ମିଳେ। ଦେଖ କନଫ୍ୟୁଜ ହବନି। ସବୁଠାରୁ ଆମର ଅଧିକ ଉତ୍ପାଦନ କିଏ କରୁଛି? ଚୀନ। କିନ୍ତୁ ସବୁଠାରୁ ଉନ୍ନତ ମାନର ପଶମ କୋଉଠାରେ ମିଳୁଛି? ନା ନ୍ୟୁଜିଲାଣ୍ଡର ମେଣ୍ଢା ଲୋମରୁ। ବୁଝିହେଲା? ରେଶମ ପୋକର କୋଷାରୁ ହିଁ ରେଶମ ପ୍ରସ୍ତୁତ ହୁଏ। ଆମର ରେଶମ ପୋକ ଜାଣିଛ ସେ ରେଶମ ପୋକର ଯୋଉ କୋଷା ଥାଏ ପିଲାମାନେ ସେଥିରୁ ଆମର କଣ ହୁଏ? ରେଶମ ପ୍ରସ୍ତୁତ ଏମିତି ହେଇ ଗୋଟେ ସେପ ର ଥିବ ଦେଖିଥିବ ମଞ୍ଜି ଟାଇପ ର ହେଇକି ଥିବ। ବୁଝିହେଲା? ରେଶମ ତନ୍ତୁ ପାଇବା ପାଇଁ କୀଟ ପାଲନକୁ ରେଶମ ଚାଷ କହନ୍ତି। ଆମର ଯୋଉ ରେଶମ ତନ୍ତୁ ପାଇବା ପାଇଁ ଯେଉଁ କୀଟ ପାଲନ କରାଯାଏ ପିଲାମାନେ ସେଇଟା କଣ କୁହାଯାଏ? ରେଶମ ଚାଷ ବୋଲି କୁହାଯାଏ। ବୁଝିହେଲା? ଦେଖ ପ୍ରାକୃତିକ ତନ୍ତୁରୁ ତିଆରି ପୋଷାକ ମାନଙ୍କ ମଧ୍ୟରେ ରେଶମର ସ୍ଥାନ ସ୍ୱତନ୍ତ୍ର। ଆମର ଯୋଉ ଯେତେ ବି ପ୍ରାକୃତିକ ତନ୍ତୁ ଅଛନ୍ତି ସେମାନଙ୍କ ମଧ୍ୟରେ ପିଲାମାନେ ରେଶମର ଯୋଉ ସ୍ଥାନଟି ଗୋଟେ ସ୍ୱତନ୍ତ୍ର ଅଲଗା ପ୍ରକାର ହେଲା। ତ ମାଇ ରେଶମ ପୋକ ଥରକେ ଶତାଧିକ ଅଣ୍ଡା ଦିଏ। ଆମର ଯୋଉ ମାଇ ରେଶମ ପୋକ ଅଛି ସେ କଣ କରିବ ଗୋଟେ ଥରରେ 100ରୁ ଅଧିକ ଅଣ୍ଡା ଦେଇଥାଏ ଏବଂ ଏହି ଅଣ୍ଡାରୁ ଯୋଉ ଜାତ ଲାର୍ଭାକୁ ଶୁକ କୀଟ ବା ରେଶମ କୀଟ କୁହାଯାଏ। ବୁଝିହେଲା? ଯୋଉ ପ୍ରଜାପତି ଯୋଉଟା ହଉଛନ୍ତି ପିଲାମାନେ ହେଲା ସେମାନଙ୍କର ଯୋଉ ପୂର୍ବାବସ୍ଥାକୁ କଣ କୁହାଯାଉଛି? ନା ଲାର୍ଭା ବା ଶୁକ କୀଟ ବା ରେଶମ କୀଟ। ଯେମିତି ବେଙ୍ଗର ଯେମିତି ଅଣ୍ଡାରୁ ପ୍ରଥମେ କଣ ହୁଏ? ବେଙ୍ଗ ଫୁଲା ହୁଏ ନା ନାଇଁ? ତାପରେ ସେ ବେଙ୍ଗ ହୋଇଥାଏ। ତ ସେମିତି ପିଲାମାନେ ଯୋଉ ପ୍ରଜାପତି ବା ଯୋଉ ରେଶମ କୀଟ ଅଛନ୍ତି ସେମାନେ ଯୋଉ ଅଣ୍ଡା ଦେବେ ସେଠାରୁ ପ୍ରଥମେ କଣ ହେବ? ନା ଶୁକ କୀଟ ବା ରେଶମ କୀଟ ହେବ ଏବଂ ଲାର୍ଭା ପରେ ଆଉ ଗୋଟେ ଷ୍ଟେପ ଆସେ ସେମାନଙ୍କର କଣ କୁହାଯାଏ ତାକୁ? ପ୍ୟୁପା। ତାକୁ କଣ କହନ୍ତି? ପ୍ୟୁପା। ଏବଂ ପ୍ୟୁପା ଅବସ୍ଥାକୁ ପ୍ରବେଶ କରିବା ପୂର୍ବରୁ ଲାର୍ଭା ତୁତ ଗଛର ପତ୍ର ଖାଇ ଯଥେଷ୍ଟ ବୃଦ୍ଧି ପାଏ ଓ ଶେଷରେ ଖାଇବା ବନ୍ଦ କରି ତାହାର ପାଟିରୁ କଣ କରେ? ପୁଷ୍ଟିସାର ଯୁକ୍ତ ତନ୍ତୁ କ୍ଷରଣ କରି ତା ଚାରିପଟେ ଏକ ଜାଲ ବୁଣେ। ବୁଝିପାରୁଛ? ଆମର କଣ ହୁଏ? ଯେ ରେଶମ ପୋକ ଯୋଉ ଅଣ୍ଡା ଦିଏ ସେଥିରୁ ଶୁକ କୀଟ ଥାଏ। ସେ ଶୁକ କୀଟ ତାର ପ୍ୟୁପା ଅବସ୍ଥାକୁ ଆସେ। ତ ଏଇ ପ୍ୟୁପା ଅବସ୍ଥାକୁ ଆସିବା ସଠିକ ପୂର୍ବରୁ ପିଲାମାନେ ସେ କଣ କରେ? ତୁତ ଗଛର ପତ୍ର ଖାଏ ଏବଂ ଯଥେଷ୍ଟ ବୃଦ୍ଧି ପାଏ। ଭଲ ମାନେ ତାର ବୃଦ୍ଧି ହୋଇଥାଏ ଏବଂ ସେ ଶେଷରେ ଖାଇବା ବନ୍ଦ କରି କଣ କରେ? ତା ପାଟିରୁ ପୁଷ୍ଟିସାର ଯୁକ୍ତ ତନ୍ତୁ କ୍ଷରଣ କରି ତା ଚାରିପଟେ ଗୋଟେ ଜାଲ ବୁଣେ ଏବଂ ସେ ମଝିରେ ରହିଥାଏ। ବୁଝିହେଲା? ତ ସେଇ ତନ୍ତୁ ଯେତେବେଳେ ବାୟୁ ସଂସ୍ପର୍ଶରେ ଆସିଲେ ପିଲାମାନେ ରେଶମ ତନ୍ତୁରେ ପରିଣତ ହୁଏ। ସେ ଯୋଉ ପୁଷ୍ଟିସାର ଯୁକ୍ତ ତନ୍ତୁ କ୍ଷରଣ କଲା ସେଟା ଯେତେବେଳେ ବାୟୁର ସଂସ୍ପର୍ଶରେ ଆସୁଛି ସେଥିରେ କଣ ହଉଛି? ସେଟା ରେଶମରେ ପରିଣତ ହଉଛି। ବୁଝିହେଲା? ତ ଦେଖ ରେଶମ କୀଟ
ଖୁବ୍ କମ୍ ସମୟ ମଧ୍ୟରେ ନିଜ ଚାରିପଟେ ଏକ ଆବରଣ ପ୍ରସ୍ତୁତ କରେ ଓ ପ୍ୟୁପାରେ ପରିଣତ ହୁଏ। ଏହି ତନ୍ତୁର ଆବରଣକୁ କଣ କୁହାଯାଏ ପିଲାମାନେ? କୋଷା ବୋଲି କୁହାଯାଏ। ଏଇ ଯୋଉ ତନ୍ତୁର ଆବରଣ ରେଶମ କୀଟର ଚାରିଆଡେ ରହିଲା, ଏହାକୁ କଣ କୁହାଯାଏ? କୋଷା କୁହାଯାଏ। ଏବଂ ଏହି କୋଷା ମଧ୍ୟରେ ପ୍ୟୁପା କ୍ରମେ ବଡ଼ ହୋଇ ପୂର୍ଣ୍ଣାଙ୍ଗ ରେଶମ ପୋକରେ ପରିଣତ ହୁଏ। ଏବଂ ରେଶମ ପୋକର କୋଷାରୁ ରେଶମ ତନ୍ତୁ ମିଳେ ଓ ତହିଁରୁ ଆମର କଣ କରାଯାଏ? ସୂତା କଟାଯାଏ ପିଲାମାନେ। ବୁଝିହେଲା? ଦେଖ, ବିଭିନ୍ନ ପ୍ରକାର ରେଶମ ତନ୍ତୁରୁ ଭିନ୍ନ ଭିନ୍ନ ପ୍ରକାର ସୂତା ମିଳିଥାଏ, ଯଥା ତୁତ, ଟସର, ଇରି ଓ ମୁଗା ଆଦି। ତ ଓଡ଼ିଶାରେ ପିଲାମାନେ ତୁତକୁ କଣ କୁହାଯାଏ? ପାଟ କୁହାଯାଏ। ଟସରକୁ ମଠା ଏବଂ ଇରିକୁ ଏଣ୍ଡି ଏବଂ ମୁଗାକୁ ମୁଗା ହିଁ କୁହାଯାଏ। ବୁଝିହେଲା? ତ ଭାରତରେ ସବୁଠାରୁ ପିଲାମାନେ ଅଧିକ କଣ? ତୁତ ରେଶମ ପୋକ ଅଧିକ ଚାଷ କରାଯାଏ ଏବଂ ରେଶମ ଉତ୍ପାଦନରେ ଚୀନ ପୃଥିବୀରେ ପ୍ରଥମ ଅଟେ। ବୁଝିହେଲା? ମନେ ରଖ, ଚୀନ କଣ? ମେଣ୍ଢା ପାଳନରେ ବି ପ୍ରଥମ ରହିଛି ଏବଂ ଉତ୍ପାଦନ କ୍ଷେତ୍ରରେ, ଏବଂ ତା ସହିତ ପିଲାମାନେ ଆମର କଣ? ଯୋଉ ରେଶମ ଉତ୍ପାଦନରେ ବି ଚୀନ ପ୍ରଥମ ରହିଛି ଏବଂ ସବୁଠାରୁ ଉତ୍କୃଷ୍ଟ ମାନର ଯଦି ମେଣ୍ଢା ଲୋମରୁ ପଶମ କୋଉଠାରେ ତିଆରି ହେଉଛି? ନା ନ୍ୟୁଜିଲାଣ୍ଡ। ବୁଝିହେଲା? ଦେଖ, ରେଶମ ପାଇବା ପାଇଁ ରେଶମ ପୋକ ପାଳନ କରି ତାହାର କୋଷା ସଂଗ୍ରହ କରାଯାଏ। ସେହି କୋଷାରୁ ରେଶମ ସୂତା ଆମର କଣ ହୁଏ ପିଲାମାନେ? ପ୍ରସ୍ତୁତ ହୁଏ। ଏବଂ ରେଶମ କୀଟ କଅଁଳିଆ ତୁତପତ୍ର ଖାଇ ଆକାରରେ ବହୁତ ବଢିଯାଏ। ଏହି ଅବସ୍ଥାରେ ବାଉଁଶ ଡାଲାରେ ରଖି ଏମାନଙ୍କୁ କଅଁଳିଆ ତୁତପତ୍ର ଖାଇବାକୁ ଦିଆଯାଇଥାଏ। ବୁଝିହେଲା? ଯଦି ସେମାନଙ୍କୁ ଆମର ଯେମିତି ଗଛରେ ଥିଲେ ସେମାନଙ୍କୁ କଲେକ୍ଟ କରିବାକୁ ଅସୁବିଧା ହେବ ନା ନାଇଁ, ତ ସେଠୁ ସେମାନଙ୍କୁ କଣ କରାଯାଏ? ଗୋଟେ ବାଉଁଶ ଡାଲାରେ ରଖିକି ସେମାନଙ୍କୁ କଅଁଳିଆ ତୁତପତ୍ର ଦିଆଯିବ, ଯାହାକୁ ଖାଇ ସେମାନେ ତାଙ୍କ ଚାରିପାର୍ଶ୍ୱରେ କଣ କରିବେ? ନା ଗୋଟେ ପ୍ରକାରର ଜାଲ ବୁଣିବେ ଏବଂ ଏଇ ଜାଲରୁ ଯୋଉଟା କି ତମର ଗୋଟେ ତନ୍ତୁ, ହଁ ନା ନାଇଁ, ଯୋଉ ପୁଷ୍ଟିସାର ଯୁକ୍ତ ତନ୍ତୁ କ୍ଷରଣ କରିବ, ସେଟା ବାୟୁ ସଂସ୍ପର୍ଶରେ ଆସିଲା ପରେ ସେଟା କଣ ହେବ? ନା ରେଶମରେ ପରିଣତ ହେବ। ତେଣୁ କରି ତାକୁ ଗୋଟେ ବାଉଁଶ ଡାଲାରେ ଖାଇବାକୁ ଦେଇ ଚାଷ କରାଗଲେ, ନହେଲେ ନର୍ମାଲି ସେମାନେ ତୁତ ଗଛରେ ସେମାନେ କରିବେ। ବୁଝିହେଲା? ଆଚ୍ଛା, ଦେଖ, କେଉଁଥିରୁ ରେଶମ ତନ୍ତୁ ପ୍ରସ୍ତୁତ ହୁଏ ପିଲାମାନେ? ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର ନା ଜୀବସାର? ପୁଷ୍ଟିସାର। ଭେରି ଗୁଡ। ଦେଖ, ଆମେ ପଢିଥିଲୁ ଟିକେ ଆଗରୁ। ତାପରେ ପିଲାମାନେ, ଆମ ଦେଶରେ କେଉଁ ରେଶମ କୀଟ ଠାରୁ ଅଧିକ ରେଶମ ଉତ୍ପାଦିତ ହୁଏ? ଏଣ୍ଡି, ତୁତ, ମୁଗା ନା ଟସର? କୁହ। ତୁତ। ବୁଝିହେଲା? ଯୋଉଟା ଆମେ ପଢିଥିଲୁ। କେଉଁ ଦେଶରେ ମେଣ୍ଢା ଲୋମର ସବୁଠାରୁ ଉନ୍ନତ ମାନର ପଶମ ମିଳେ ପିଲାମାନେ? ଭାରତ, ଚୀନ, ଅଷ୍ଟ୍ରେଲିଆ ନା ନ୍ୟୁଜିଲାଣ୍ଡ? ଚୀନ କଣ? ଚୀନ କଣ? ନ୍ୟୁଜିଲାଣ୍ଡ ହବ। ମୁଁ କହିଲି ପରା, କନଫ୍ୟୁଜ ହବନି। ସବୁଠାରୁ ଅଧିକ ଉତ୍ପାଦନ କିଏ କରୁଛି? ସେଇ କ୍ଷେତ୍ରରେ ଚୀନ, ଏବଂ ଦ୍ୱିତୀୟରେ ଆସିବ ଅଷ୍ଟ୍ରେଲିଆ, ତୃତୀୟରେ ଭାରତ। କିନ୍ତୁ ଉନ୍ନତ ମାନର ପଶମ କୋଉଟାରେ ମିଳୁଛି? ନା ତମର ନ୍ୟୁଜିଲାଣ୍ଡ। ବୁଝିହେଲା? ଦେଖ, ରେଶମ କୀଟ ଏକ ଡେକ୍ସ ଲାର୍ଭା, ଶୁକ କୀଟ, ଲାର୍ଭା ଓ ଶୁକ କୀଟ, ନା ଲାର୍ଭା ନୁହେଁ କିମ୍ବା ଶୁକ କୀଟ ନୁହେଁ? ଭେରି ଗୁଡ ଡିୟର। ଲାର୍ଭା ହଉଛି ଗୋଟେ ପ୍ରକାର କଣ? ଆମର ଶୁକ କୀଟ। ବୁଝିହେଲା? ଆଚ୍ଛା, କେଉଁଟିରୁ ପଶମ ମିଳେ ନାହିଁ? ଚମରି ଗାଈ, ଓଟ, ଛେଲି, ଲୋମସ କୁକୁର? ଲୋମସ କୁକୁର। ଏଥିରୁ ଆମର କଣ? ନା ପଶମ ମିଳେ ନାହିଁ। ତାପରେ ପିଲାମାନେ, କେଉଁ ଜାତିର ମେଣ୍ଢା ଠାରୁ ମୋଟା ପଶମ ମିଳିଥାଏ? ଲୋହି, ନାଲି, ମାରବାରୀ ନା ବାଖରୱାଲ? ଲୋହି ହବ କି? ଭଲ ଭାବରେ ଦେଖ। ମାରବାରୀ ହବ ହେଲା। ଏ କଣ ହବ? ମାରବାରୀ ହବ। ହଁ, ଦେଖ, ଏଇଟା ଆମେ ପଢିଥିଲୁ ନା ନାଇଁ? ତମକୁ ଦେଖେଇ ଦଉଛି ମୁଁ। ମାରବାରୀର ଯୋଉଠି ଦେଖ, ଏଇଟା ଦେଖ, ମାରବାରୀର ମୋଟା ପଶମ। ବୁଝିହେଲା? ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରାଣୀଜ ତନ୍ତୁ ନୁହେଁ? ପଶମ, ପଶମିନ
ପଶମିନି, ଝୋଟ ନା ରେଶମ ଏମାନଙ୍କ ମଧ୍ୟରୁ କେଉଁଟି ଏକ ପ୍ରାଣୀଜ ତନ୍ତୁ ନୁହେଁ ମାନେ ଯୋଉଟା ଆମକୁ ପ୍ରାଣୀରୁ ମିଳେ ନାହିଁ? ଝୋଟ ଭେରି ଗୁଡ। ପଶମିନ କେମିତି ପଶମିନା ଶାଲ ପୁରା ଦେଖିଥିଲୁ ଆମେ ଝୋଟ ହବ ହେଲା ଝୋଟ ଗଛରୁ ମିଳେ ନାହିଁ। ତାପରେ କେଉଁ ଅବସ୍ଥାରେ ରେଶମ କୀଟ ତନ୍ତୁ ବୁଣେ ଅଣ୍ଡା ଲାର୍ଭା ପ୍ୟୁପା ନା କୋଷା? ପ୍ୟୁପା କେମିତି ହବ? ପ୍ୟୁପା ଅବସ୍ଥାକୁ ଆସିବା ସେ ଠିକ ପୂର୍ବରୁ କଣ କରେ ତା ଚତୁଃପାର୍ଶ୍ଵରେ ସେ ଜାଲ ବୁଣେ ନା ନାହିଁ ତ ପ୍ୟୁପାର ପୂର୍ବ ଅବସ୍ଥା କଣ? ଲାର୍ଭା ଭେରି ଗୁଡ ବୁଝିପାରିଲ? କେଉଁ ବୀଜାଣୁ ପଶମ କାରଖାନାରେ କର୍ମଚାରୀଙ୍କୁ ଆକ୍ରାନ୍ତ କରିଥାଏ? ଆନ୍ଥ୍ରାକ୍ସ, ମ୍ୟାଲେରିଆ, ହଇଜା ନା ବସନ୍ତ? ଆନ୍ଥ୍ରାକ୍ସ ଆଚ୍ଛା ଆନ୍ଥ୍ରାକ୍ସ ଏଇ ବୀଜାଣୁ ଦ୍ଵାରା କେଉଁ ରୋଗ ହେବାର ସମ୍ଭାବନା ଥାଏ ପିଲାମାନେ? ରକ୍ତ ଜନିତ ବୁଝି ହେଲା? ଦେଖ କେଉଁ ଜାତିର ମେଣ୍ଢା ଠାରୁ ଉନ୍ନତ ମାନର ପଶମ ମିଳେ? ଲୋହି, ନାଲି, ବାଖରୱାଲ ନା ମାରବାରୀ? ଉନ୍ନତ ଲୋହି ଠାରୁ ବୁଝି ହେଲା?